କାଲି ରାତିରେ ରାଧାକୁଣ୍ଡଳ ଗଛକୁ ଆମେ ଗୋଟେ ବଡ଼ କୁଣ୍ଡକୁ ସିଫ୍ଟ କରିଦେଇଥିଲୁ, ଯେଉଁଟାକି ଥିଲା ଆମର 9x9 ଇଞ୍ଚର କୁଣ୍ଡଟେ। ଏଇଟା ସିମେଣ୍ଟ କୁଣ୍ଡ ଥିଲା। ଯେହେତୁ ଏଇଟା ଗୋଟେ ପର୍ମାନେଣ୍ଟ ଭଳିଆ ରହିବ, ସେଥିପାଇଁ ଗ୍ରୋ ବ୍ୟାଗ୍ରେ ନ ଲଗେଇକି ଆମେ ସିମେଣ୍ଟ କୁଣ୍ଡରେ ହିଁ ଲଗେଇଛୁ। ତ ଏଇଠି ହେଉଛି ରାତିରେ ଯେହେତୁ ତାକୁ କାଢ଼ିକି ଲଗେଇଥିଲୁ, ତ ହାତ ବାଜି ଯେଉଁ ଡାଳଟା ବାହାରି ଆସିଥିଲା, ଯେଉଁଟା କୁଆଁଟା ଲାଗିଥିଲା, ତ ତାକୁ ଲଗେଇ ଦେଇଥିଲି। କିନ୍ତୁ ଉପରେ ଗୋଟେ ଡାଳ ଭାଙ୍ଗିଛି, ସେଇଟା ଉପରେ ନଜର ନଥିଲା। ତ ସକାଳୁ ଆସି ଦେଖିଲା ବେଳକୁ ସେ ଡାଳଟା ଟିକେ ପତ୍ର ହାଲକା ଝାଉଁଳି ଆସିଲା ଭଳିଆ ଲାଗେ। ତାପରେ ଗଛ ପାଖକୁ ଯାଇ ଦେଖିଲା ବେଳକୁ ପୁରା ଡାଳଟା ଭାଙ୍ଗି ଯାଇଥିଲା। ଆଉ ସେ ଡାଳଟାକୁ ମୁଁ ଡେରି ଆଉ କଲେନି, ତାକୁ ସାଙ୍ଗେ ସାଙ୍ଗେ ନେଇ ଆସିଲି। କାହିଁକିନା ଏଇଟା ଯେହେତୁ ହାଲକା ପତ୍ର ଗୁଡ଼ାକ ଝାଉଁଳି ଗଲାଣି, ତ ଏଇଟାକୁ ବେଶୀ ଡେରି କରିଦେଲେ ଲାଗିବାକୁ ଟିକେ ସମୟ ଲାଗିଯିବ। ସେଥିପାଇଁକା ତାକୁ ସାଙ୍ଗେ ସାଙ୍ଗେ କାଟି ଆଣିଥିଲି। କାଟି ଆଣିଲା ପରେ ଗ୍ରୋ ବ୍ୟାଗ୍ ଖୋଜିଥିଲି। ଯେହେତୁ ମୋର ପାହାଚ ଉପରେ ଯେତିକି ଗ୍ରୋ ବ୍ୟାଗ୍ରେ ମାଟି ଭର୍ତ୍ତି କରିଥିଲି, ସବୁ ମୋର ହେଉଛି ପାର୍ସଲ୍ ସେଲ୍ ହେଇସାରିଲାଣି। ଆଉ ଗ୍ରୋ ବ୍ୟାଗ୍ ଗୁଡ଼ା ବି ମଧ୍ୟ ତା ଦେହରେ ଗଲାଣି। ତ ସେଥିପାଇଁକା ଗ୍ରୋ ବ୍ୟାଗ୍ ଏବେ ମୋ ପାଖରେ ବହୁତ ଅଭାବ, ଯେମିତିକା ବହୁତ ସର୍ଟ ଅଛି। ତ ଆଗକୁ ଗ୍ରୋ ବ୍ୟାଗ୍ କିଣିନି, କାହିଁକିନା କିଣା ହେଲେ ହେଉଛି ଆମର କିଛି ଚାରା ଫାରା ସେଇଠୁ ହିଁ ମୁଁ ଆଣିବି ଭାବିଛି। ତ ଯାହା ଯେତିକି ମୋ ପାଖରେ ଗ୍ରୋ ବ୍ୟାଗ୍ ଥିଲା, ସେଇଥିରେ ହିଁ କିଛି ଚାରା ଏବେ ବନଉଛି। ତ କିଛି ସେଥିପାଇଁ ମାଟି ମୋତେ ବନେଇବାକୁ ପଡ଼ିଲାନି। ଯାହା ମାଟି ଆଗତୁରେ ବନେଇଥିଲି, ସେଇ ମାଟିରେ ହିଁ ମୁଁ ଏଇ ଡାଳଟା ଲଗେଇ ଦେଉଛି। ମାଟିରେ ମୁଁ ନେଇଛି କୋକୋପେଟ୍ ସହିତ ହାଲକା କୋକୋପେଟ୍ ନେଇଛି, ବେଶୀ ଅଧିକା ନୁହଁ। ଡାଳ ହେଉଛି କ'ଣ କହିଲେ, ବେଶୀ ପାଣି ଜମି ରହିଲେ ଡାଳ ପାଇଁ ବହୁତ ଖରାପ ହେଇଥାଏ। ସେଥିପାଇଁ କୋକୋପେଟ୍ ଭାଗ ବହୁତ କମ୍ ନେଇଛି। ତା ସାଥିରେ ବାଲି ହାଲକା ରଖିଛି, ଆଉ ନିମଖୋଲି ପାଉଡ଼ର ନେଇଛି। ନିମଖୋଲି ପାଉଡ଼ରଟାକୁ ଯାହା ବି ହେଉ ଆପଣ ଆଡ଼୍ କରିବେ। ନିମଖୋଲି ପାଉଡ଼ରଟା ହେଉଛି ଆମର ଆଣ୍ଟି ଫଙ୍ଗସ୍ ଆଣ୍ଟି ବ୍ୟାକ୍ଟେରିଆ ନ ଲାଗିବା ପାଇଁ ଏଇଟା ଗୋଟେ ମେଡ଼ିସିନ ଭଳିଆ କାମ କରେ, ଯେଉଁଟାକି ଆମେ ଗଛ ଲଗାଇଲା ବେଳେ, ନୂଆ ରିପୋର୍ଟିଂ ବେଳେ, ଆଉ ଡାଳ ଲଗାଇଲା ବେଳେ ନିହାତି ଦରକାର ହେଇଛି। ତ ନିମଖୋଲି ମୁଁ ବହୁତ ହି କମ୍ ନେଇଛି, ଗୋଟେ ଚାମଚ ମାପରେ। ତ ତାକୁ ସବୁ ଗୋଳେଇ ଗାଳି ଦେଇକିରି ମୁଁ ମାଟି ଏଠି ତ ଭର୍ତ୍ତି ଆମର ପୂର୍ବରୁ କରାହେଇଥିଲା। ଯେହେତୁ ମୁଁ ବହୁତ ବଡ଼ ବଡ଼ ହେଉଛି କଣ୍ଟେନର୍ ସବୁ ଭର୍ତ୍ତି କରିଥିଲି ମାଟିରେ, ତ ସେଇ ସମୟରେ ଏକା ସାଥିରେ ହିଁ ମୁଁ ସବୁ ଗ୍ରୋ ବ୍ୟାଗ୍କୁ ବି ଭର୍ତ୍ତି କରିଦେଇଥିଲି। ସେଥିପାଇଁ ତା'ର ଭିଡ଼ିଓ ମୁଁ ରଖିନାହିଁ। ତ ଏସବୁ ଗ୍ରୋ ବ୍ୟାଗ୍ରେ ସେମିତି ହିଁ କରିକି ମୁଁ ତିଆରି କରିଛି। ଆପଣ ସେଇ ମାପ ଅନୁସାରେ ନେବେ। ଏଠି କୋକୋପେଟ୍ ଆଉ ମାଟି, ଆଉ ତା ସାଥିରେ କିଛି ନିମଖୋଲି। ବାଲି ଭାଗ ବି ମଧ୍ୟ ସେମିତି କମ୍ ରଖିବେ। ବାଲିରେ କ'ଣ ହେଇଥାଏ, ରୁଟ୍ର ଜର୍ମିନେଟ୍ ବହୁତ ହି ବଢ଼ିଆ ହେଇଥାଏ, ବହୁତ ସ୍ପିଡ଼ିରେ ଗ୍ରୋଥ୍ ହେଇଥାଏ ରୁଟ୍ର। ଆଉ ତା ସାଥିରେ ଥଣ୍ଡା ଯେତେ ପାଏ ନା, ସେତେ ବଢ଼ିଆ ଚେର ବାହାରେ କିଛି ଗଛ। ତ ଏଇଠି ମୁଁ ହେଉଛି ରୁଟିଂ ପାଉଡ଼ର ଲଗାଇବା ବଦଳରେ ମୁଁ ଏଲୋଭେରା ଦେଇଛି। ଆପଣ ରୁଟିଂ ପାଉଡ଼ର ବିନା ବି ଆପଣ କିଛି ଡାଳ ଲଗାଇ ପାରିବେ। ବହୁତ ଜଣ କ'ଣ କରନ୍ତି, ଭାବନ୍ତି ରୁଟିଂ ପାଉଡ଼ର ହେଲେ ହିଁ ଆମେ ଡାଳ ଲଗାଇବା, ନହେଲେ ଆମର ବୋଧହୁଏ ଡାଳ ଲାଗିବନି। ତ ସେମିତି କିଛି ନୁହଁ, ଆପଣ ବିନା ରୁଟିଂ ପାଉଡ଼ର ବି ମଧ୍ୟ ଡାଳ ଲଗାଇ ପାରିବେ। ନର୍ସରୀରେ ସବୁବେଳେ ବି ମଧ୍ୟ ରୁଟିଂ ପାଉଡ଼ର ବ୍ୟବହାର କରନ୍ତି। ତ ବିନା ରୁଟିଂ ପାଉଡ଼ର ବି ଥରେ ଟ୍ରାଏ କରନ୍ତୁ, ଦେଖିବେ ଆପଣ ବି ଡାଳ ଲଗାଇବାରେ ସକ୍ସେସ୍ ନିହାତି ହେବେ। ତ ମୋର ଏଠି ଡାଳ ଲଗାଇ ଦେଇଛି, ଆଉ ପାଣି ହାଲକା ଦେଇଛି ମାପ ଅନୁସାରେ। ତ ଏଠି 15 ଦିନ ମୁଁ ତାକୁ ଛାଇରେ ରଖିବି। ପ୍ରତ୍ୟେକଟି ଡାଳ ଯେଉଁ ଲଗାଉଛନ୍ତି ରୁଟିଂ ପାଉଡ଼ର ଦେଇକି ହଉ କିମ୍ବା ବିନା ରୁଟିଂ ପାଉଡ଼ର, ତାକୁ ଛାଇରେ କିନ୍ତୁ ଆପଣ ରଖିବେ 15ରୁ 20 ଦିନ। ତାପରେ ଯାଇକି ହାଲକା ଖରା ଦେବେ। ଆଉ ଗଛ ଡାଳ ଲାଗିଗଲା ପରେ ଜମାରେ ବି ଉପାଡ଼ିବେନି। ମାସେ ତାକୁ ଛାଡ଼ିବେ, ମାସେ ପରେ ଯାଇକି ଉପାଡ଼ିକି ଦେଖିବେ।